ଓକିଲ ଓ ଗଣମାଧ୍ୟମ ଲୋକଙ୍କ ପାଖରେ ତାଙ୍କର ଯେଉଁ ଛବିଟି ରହିଛି, ଏ ଛବିଟି ହେଉଛି ସେମାନେ ସତ୍ୟର ସନ୍ଧାନରେ ଲାଗନ୍ତି, ସତ୍ୟ ଉପସ୍ଥାପନ କରନ୍ତି, ସତ୍ୟ ପାଇଁ ଲଢ଼ନ୍ତି। ଆଜି ଦୁଇଟି ଖବରକାଗଜରେ ପ୍ରକାଶିତ ଦୈନିକ ସମାଜ ଆଉ ଦୈନିକ ସମ୍ବାଦ ଉଭୟରେ ଉପସ୍ଥାପିତ କରାଯାଇଥିବା ଓଡ଼ିଶା ବାର୍ ଆସୋସିଏସନ୍ର ସଭାପତି ଶୀତାଂଶୁ ଦ୍ୱିବେଦୀଙ୍କର ବକ୍ତବ୍ୟ, ଯିଏ ରାଜା ଚକ୍ରଙ୍କର ଓକିଲ ଅଟନ୍ତି, ତାଙ୍କର ବକ୍ତବ୍ୟ ଏଇଟା ସମ୍ପୂର୍ଣ୍ଣ ମିଥ୍ୟା, କପୋଳ କଳ୍ପିତ ଏବଂ ନିଜ କ୍ଲାଏଣ୍ଟକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଏଥିରେ କୌଣସି ପ୍ରକାର ସତ୍ୟତା ନାହିଁ। ଆମେ ଆଶା କରୁଥିଲୁ ଯେ ଗଣମାଧ୍ୟମ ଅନ୍ତତଃ ସତ୍ୟ କଥାକୁ ଉପସ୍ଥାପନ କରିଥାନ୍ତେ। ଗଣମାଧ୍ୟମ ଜଣାପଡ଼ୁଛି କେବଳ ବକ୍ତବ୍ୟ ଉପସ୍ଥାପନ କରିବାର ଦାୟିତ୍ୱ ନେଲେ ଏବଂ ସେ କାରଣରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି, ଭାରତୀୟ ଜନତା ପାର୍ଟିର ଯେଉଁ ଛବି ତାକୁ ନଷ୍ଟ କରିବାର ଯେଉଁ କାର୍ଯ୍ୟ କରିଛନ୍ତି, ଏଇଟା କ୍ଷମଣୀୟ ନୁହେଁ। ଗଣମାଧ୍ୟମରେ ସତ୍ୟର ଉପସ୍ଥାପନ ହେବା ଦରକାର ଏବଂ ଯେଉଁ ବିଭିନ୍ନ ସୂତ୍ରକୁ ଭେରିଫାଇ କରିବାର ଯେଉଁ ବ୍ୟବସ୍ଥା ଗଣମାଧ୍ୟମର ଅଛି ପୁରୁଣା, ସେଟା ବ୍ୟବହାର କରାଯିବା ଉଚିତ ଥିଲା। ମୁଁ ଜାଣେ ନା ଓଡ଼ିଶା ବାର୍ ଆସୋସିଏସନ୍ର ସଭାପତି ଭାବରେ ଶୀତାଂଶୁ ଦ୍ୱିବେଦୀ କାର୍ଯ୍ୟ କରିଛନ୍ତି ନା ଅଭିଯୁକ୍ତ ରାଜା ଚକ୍ରଙ୍କର ଓକିଲ ଭାବରେ କାର୍ଯ୍ୟ କରିଛନ୍ତି। ଅନ୍ତତଃ ବାର୍ କାଉନସିଲର ସଭାପତିଙ୍କ ଠାରୁ ଏଭଳି ଦାୟିତ୍ୱହୀନ ବକ୍ତବ୍ୟ ଆଶା କରାଯାଏ ନାହିଁ। ଏହା ସେ ପୁରା ଫେଟର୍ନିଟିର ଯେଉଁ ଇମେଜ୍, ସେ ଇମେଜକୁ ପ୍ରଭାବିତ କରୁଛି, ଛବିକୁ ପ୍ରଭାବିତ କରୁଛି। ମୁଁ ଆଶା କରୁଛି ଯାହା ସେ ତ୍ରୁଟି କରିଛନ୍ତି, ସେ ଯେଉଁ ଗଣମାଧ୍ୟମ ପକ୍ଷରୁ ହେଉ କି ଅଭିଯୁକ୍ତ ରାଜା ଚକ୍ରଙ୍କର ଓକିଲଙ୍କ ପକ୍ଷରୁ ହେଉ, ସେ ତୁରନ୍ତ ଏଥିପାଇଁ କ୍ଷମା ଭିକ୍ଷା କରିବେ। ଏତିକି ମାତ୍ର ମୋର ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ ଅଛି।